ହେବ ନାହିଁ ସୁଖମଳ ତୃଣ ସେ ଯେ ଶୟନ ମୋ କରାନ୍ତି କ୍ଷୀର ଜଳ ପାଶେ ପାଶେ ମୋତେ ଧରି ଚଳାନ୍ତି ଋତୁ ଛାୟା ପଥେ ମୋର ଆଉ ଆପଦର ଭୟ ନାହିଁ ମୃତ୍ୟୁ ଛାୟା ପଥେ ମୋର ଆଉ ଆପଦର ଭୟ ନାହିଁ ସଦା ପ୍ରଭୁ ମୋର ପ୍ରତିପାଳକ ମୋର ଭାବ ହେବ ନାହିଁ ହେବ ନାହିଁ ହେବ ନାହିଁ ସେ ରହି ଶାସନରେ ସାନ୍ତ୍ୱନା ଦିଅନ୍ତି ମୋ ଶତ୍ରୁ ସମୀପେ ମୋତେ ଆଶୀର୍ବାଦ କରନ୍ତି ତାହାଙ୍କ ମଙ୍ଗଳ ଦୟା ମୋତେ କେବେ ଛାଡ଼ିବ ନାହିଁ ତାହାଙ୍କ ମଙ୍ଗଳ ଦୟା ମୋତେ କେବେ ଛାଡ଼ିବ ନାହିଁ ସଦା ପ୍ରଭୁ ମୋର ପ୍ରତିପାଳକ ମୋର ଭାବ ହେବ ନାହିଁ ହେବ ନାହିଁ ହେବ ନାହିଁ ତମେ ପଢ देखा मुझे मन रही लाइट हाँ दुटा 121 पर्व देखाई प्रबर्तन उद्यस्ती करी के मोर साहाଯ୍य आसब मोर साहाଯ୍य सदापुर आसे से आकाश और पृथ्वी निर्माण कले से तुम चरण को विचलित होगा देवे ना जे तुमको रक्षा करते घुमाइबे ना देखो जे इज्राएल को रक्षा करती से घुमाइबे ना निद्रा जीवे ना सदापुर तुम रक्षक सदापुर तुम दक्षिण पार्श्व छाया दिवस सूर्य कि रात्रि चंद्र तुम आघात करेंगे ना सदापुर समस्त अमंगल तुमको रक्षा करेंगे से तुम्हार प्राण को रक्षा करेंगे आदि पदाफल सदापुर तुम्हार बाहर जीवार भितर आसबार रक्षा करेंगे आगे पढ़ा गीत 128 पर्व एक पद जो सदापुर भय करती और तांको पथ चलती से प्रत्येक लोक धन्य कारण तुम्हें अपना हस्तकृत परिश्रम फल भोजन कर तुम्हें सुखी हम और तुम्हार मंगल हम तुम भाग्य तुम गृहर अंतपुर फलवती दाक्षातुल्य तुल्य हो तुम्हें तुम संतान मैंने तुम निजर चारिड़े चित्तपुष्ट चारा पड़ी हे देख सदापुर को भय कर लोक यही आशीर्वाद हो सदापुर सिंह तुमको आशीर्वाद करेंगे और तुम्हें जावजीवन पुरुष मंगल देख
ହଁ ତୁମେ ଆପଣା ସନ୍ତାନଙ୍କର ସନ୍ତାନ ଦେଖିବ ଓ ନିଜ ଲୋକରେ ଶାନ୍ତି ବଢ଼ିବ। କହିବି ମୁଁ ଧନ୍ୟବାଦ ଦେଉଛି ଯେ ଆଜି ଆମେ ଏକାଠି ହେଇକି ପ୍ରଭୁଙ୍କର ଆଶୀର୍ବାଦରୁ ଆଜି ଆମେ ଲେଖା ହେଇଛି ଯେ ଯେଉଁମାନେ ସଦାପ୍ରଭୁଙ୍କୁ ଭୟ କରନ୍ତି ତେଣୁ ପ୍ରତ୍ୟେକ ଲୋକ ଧନ୍ୟ। ଯଦି ଆମେ ପ୍ରଭୁଙ୍କୁ ଭୟ କରିବା ପ୍ରଭୁ ଆମକୁ ଦୀର୍ଘାୟୁ ଦେବେ, ଆଶୀର୍ବାଦ କରିବେ, କିନ୍ତୁ ବାଧ୍ୟ ହେବ। ଭୟ ହେଉଛି କ'ଣ? ଯଦି ଆମେ ଭୟ କରିବା ତାହେଲେ ଆମେ ବାଧ୍ୟତା, ଯଦି ଭୟ କରୁନୁ ତାହା ହେଉଛି ଅବାଧ୍ୟତା। ଅବାଧ୍ୟ ହେଉଛି ଅଭିଶାପ କାରଣ, ସତ କଥା। ଯଦି ସଦାପ୍ରଭୁଙ୍କୁ ଭୟ କରିବା ତାହେଲେ ଆମେ ବାଧ୍ୟତାରେ ଜୀବନ କାଟିବା, ପ୍ରଭୁଙ୍କୁ ଆଶୀର୍ବାଦ କରିବେ। ତେଣୁ ଆଜି ଏକାଠି ହେଇଛୁ, ଆଜି ଆମେ ଦିଦିଙ୍କ ଜନ୍ମଦିନ, ଦିଦି ତାଙ୍କ ଦିଦିଙ୍କୁ ମଧ୍ୟ ପ୍ରଭୁ ଆଶୀର୍ବାଦ କରିଛନ୍ତି, ସୁସ୍ଥ ରଖିଛନ୍ତି ଏବଂ ତାଙ୍କୁ ଆହୁରି ମଧ୍ୟ ଉତ୍ତମ ସ୍ୱାସ୍ଥ୍ୟମାନ ଦେଇଛନ୍ତି ଏବଂ ସେ ମଧ୍ୟ ତାଙ୍କୁ ମଧ୍ୟ କେତେ ବର୍ଷ ହେଲା, କେତେ ବର୍ଷ ହେଲା? 38 ବର୍ଷ ହେଲା। ଏତେ ବର୍ଷ ପର୍ଯ୍ୟନ୍ତ ପ୍ରଭୁ ତାଙ୍କୁ ଆଶୀର୍ବାଦ କରିଛନ୍ତି, ସୁସ୍ଥ ରଖିଛନ୍ତି। କାରଣ ଦେଖନ୍ତୁ ଆଜି କେତେ ଲୋକମାନେ ଜଗତରେ ନାହାନ୍ତି, କେତେ ଲୋକମାନେ କବରଖାନାରେ, କେତେ ଲୋକମାନେ ମେଡ଼ିକାଲରେ, କେତେ ଲୋକମାନେ କେତେ ରୋଗରେ ପୀଡ଼ିତ। ଆପଣ ବର୍ତ୍ତମାନ ଆପଣ ଯଦି ବର୍ତ୍ତମାନ ବଡ଼ ମେଡ଼ିକାଲ ଯିବେ ଦେଖନ୍ତୁ କେତେ ଲୋକମାନେ କେଉଁ ରୋଗରେ ଆକ୍ରାନ୍ତ ହେଇ ପଡ଼ିଛନ୍ତି, କିନ୍ତୁ ପ୍ରଭୁ ଆମକୁ ଆଶୀର୍ବାଦ କରୁଛନ୍ତି, ଆମକୁ ମାନେ ସୁଯୋଗ ଦେଉଛନ୍ତି ଯେ ଆମର ଜନ୍ମଦିନ, ମୋ ଜନ୍ମଦିନ ପରଦିନ ଗଲା, କଥା ପ୍ରଭୁ ଆମକୁ ମାନେ ସୁଯୋଗ ଦେଉଛନ୍ତି ଜନ୍ମଦିନ। ଦେଖନ୍ତୁ ଜନ୍ମଦିନ ଅଛି ଗୋଟେ, ଆପଣ ମୃତ୍ୟୁର ଦିନ, ତାପରେ ଆମର ମୃତ୍ୟୁ ଆସିବ। ଜନ୍ମରେ ଗୋଟେ ସମୟ ଅଛି ଆଉ ଗୋଟେ ମୃତ୍ୟୁର ସମୟ ଅଛି। ଆପଣ ଉପଦେଶ ପୁସ୍ତକ ପଢ଼ିବେ, ତ ମରିବାର ଗୋଟେ ସମୟ ଅଛି। ମୁଁ ମକଡ଼ା କଥା ଆପଣ ଭୟ କରିବେନି। ଆଜି ଆମେ ଜନ୍ମଦିନ ପାଳନ କରୁଛୁ, ଆଉ ସେଦିନ ପରେ ଆମ ମୃତ୍ୟୁ ହେଇଯିବ, ସତ କଥା। ତେଣୁ ମୃତ୍ୟୁ ଦିନ କେହି ଜାଣିନାହାନ୍ତି। ଆମେ ଜନ୍ମଦିନ ଡେଟ୍ ଜାଣିଛୁ କିନ୍ତୁ ମରିବା ଡେଟ୍ କେହି ଜାଣିଛୁ, କିନ୍ତୁ ପ୍ରଭୁ ଜାଣିଛୁ ସେଇଟା। କିନ୍ତୁ ସେଥିପାଇଁ ଆମେ କହୁଛୁ ଯେ ପ୍ରଭୁ ଆମକୁ ଆଶୀର୍ବାଦ କରୁଛନ୍ତି ଆଉ ଜୀବିତ ରଖିଛନ୍ତି। ଆମେ ମଧ୍ୟ ଖଣ୍ଡିତ କଲୁ, ବାପାଙ୍କ ଜନ୍ମଦିନ ପାଳନ କଲୁ, ବାପାଙ୍କ ମଧ୍ୟ 62 ବର୍ଷ ହେଲା। ଦେଖନ୍ତୁ 62 ବର୍ଷ କମ୍ ହେଲାନି। ଆଜିକାଲି ଲୋକ ମାନେ ଆଜିକାଲି ଆଗକାଳ ଲୋକମାନେ ବେଶୀ ବର୍ଷ ବଞ୍ଚୁଥିଲେ, କିନ୍ତୁ ଆଜିକାଲି ଯେଉଁ ହେଲାନି ଯେଉଁ ଯୁଗ, ଫାଷ୍ଟ ଫୁଡ଼୍ ଖାଇକି ମାନେ ବହୁତ ଜଲ୍ଦି ଜଲ୍ଦି ରୋଗ ସବୁ ଆଇଲାନି, ସତ କଥା। ପିଲାମାନେ ଅନ୍ୟାନ୍ୟ ଫାଷ୍ଟ ଫୁଡ଼୍ ଖାଇକି ସବୁ ରୋଗ ସବୁ ଆଣିଲେଣି ସବୁ। ତେଣୁ ଆମେ ଭାବୁଛୁ ଆମେ ଜଗତରେ କେତେ ଦିନ ବଞ୍ଚିବା କେହି ଜାଣିନୁ, ସତ କଥା। ଏ ଘର ଦ୍ୱାରା କିଛି ନୁହେଁ, ସବୁ ଅସାର। ତେଣୁ ଜନ୍ମଦିନ ପାଳନ କରିବାକୁ ଗୋଟେ ଆଶୀର୍ବାଦର ଗୋଟେ ହେଉଛି ଅଂଶ, ସତ କଥା। ଆଜି ଆମେ ଜନ୍ମ ହେଇଛୁ ଖୁସିର ଦିନ। ମୋ ଝିଅ ଜନ୍ମ ହେଇଛି ଅକ୍ଟୋବର 23ରେ, ଖୁସିର ଦିନ ଗୋଟେ ଆମେ ପାଳନ କରୁଛୁ। ତେଣୁ ଦିଦି ମଧ୍ୟ ସବୁ ପିଲା ହେଇଛି ଏଠି ଯେ ଯଦି ଆମେ ପ୍ରଭୁଙ୍କୁ ଭୟ କରିବା, ପ୍ରଭୁ ମଧ୍ୟ ଆମକୁ ପ୍ରତି ବର୍ଷ ଜନ୍ମଦିନ ପାଳନକୁ ସୁଯୋଗ ଦେବେ। ଦିଦି ଆମର ଏ ବର୍ଷ ଜନ୍ମଦିନ, ଆର ବର୍ଷ ସୁଯୋଗ ଦେବେ, ଦୀର୍ଘାୟୁ ଦେବେ, ସତ କଥା। ଦୀର୍ଘାୟୁ ଦେଲେ କ'ଣ? ଯଦି ଆମେ ପ୍ରଭୁଙ୍କ ପଥେ ଚାଲିବା, ଯଦି ଆମେ ପ୍ରଭୁଙ୍କ ସହିତ ଲାଗି ଜୀବନ କାଟିବା, ବାଧ୍ୟ ଜୀବନ କାଟିବା, ଆଉ ତାପରେ ଯଦି ପ୍ରଭୁଙ୍କ ଇଚ୍ଛାର ଜୀବନ କାଟିବା, ସେଇଟା ହେଉଛି ତାହେଲେ ପ୍ରଭୁ ଆମକୁ ଦୀର୍ଘାୟୁ ଦେବେ, ସତ କଥା। ବାଇବେଲ୍ ଲେଖା ହେଇଛି ପିତାମାତାଙ୍କର ବାଧ୍ୟ ହେବ ତାହେଲେ ପିଲାମାନଙ୍କୁ ଦୀର୍ଘାୟୁ ହେବ। କାହିଁକି କୁହାଯାଇଛି ନା ପିତାମାତା ବାଧ୍ୟ ହେବ। ବାଧ୍ୟ ହେଲେ କ'ଣ ହେବ? ଆଶୀର୍ବାଦ ଆସିବ। ଗୋଟେ ପିଲାମାନେ ଦେଖିବେ ପିଲାମାନେ ବାଧ୍ୟ ହୁଅନ୍ତିନି, ନିଜ ଇଚ୍ଛା ଜୀବନ କାଟନ୍ତି, ତାଙ୍କ ଜୀବନ ସମସ୍ୟା ଆସେ, ଅନେକ ପ୍ରକାର ମନ୍ଦ କାର୍ଯ୍ୟରେ ବ୍ୟସ୍ତ ରହନ୍ତି, ପିତାମାତାଙ୍କୁ ଅବାଧ୍ୟ ହୁଅନ୍ତି, ତାଙ୍କ ଜୀବନରେ ସମସ୍ୟା ଆସେ, ରୋଗ ଆସେ, ସମସ୍ୟା। କାରଣ ଅବାଧ୍ୟତା ହେଉଛି ଅଭିଶାପ କାରଣ, ସତ କଥା। ତେଣୁ ଆଜି ଆମେ ଧନ୍ୟବାଦ ଦେଉଛୁ, ଆଜି ଆମେ ଏକାଠି ହେଇଛୁ। ଆଜି ଦିଦି ଜନ୍ମଦିନ ଏବଂ ଦିଦି ମଧ୍ୟ ମାନେ ଦୀର୍ଘାୟୁ ଦେଉଛନ୍ତି, ଦିଦି ମଧ୍ୟ ଆସି ସୁସ୍ଥ ରଖିଛନ୍ତି। ଆମେ ସେତିକି ଧନ୍ୟବାଦ ପ୍ରଭୁଙ୍କୁ ଦେବା, ପ୍ରଭୁ ମୋତେ ସୁସ୍ଥ ରଖିଛ, କୌଣସି ରୋଗରେ ପକାଇନ କି କୌଣସି ବେଡ଼୍ରେ ପକାଇନ। ଆଜି ମୁଁ ଚାଲିପାରୁଛି, କଥାବାର୍ତ୍ତା। ଦେଖନ୍ତୁ ଆଜି କେଉଁଠି ଛୋଟ ଛୋଟ ପିଲାମାନେ ମଧ୍ୟ କେତେ ପ୍ରକାର ବଡ଼ ରୋଗରେ ପଡ଼ିଛନ୍ତି, ଛୋଟ ପିଲାମାନେ, ସତ କଥା। ଆଉ କେତେ ଛୋଟ ଛୋଟ ପିଲାମାନେ ମଧ୍ୟ ବଡ଼ ରୋଗରେ ଆକ୍ରାନ୍ତ ହେଇକି ବଡ଼ ମେଡ଼ିକାଲରେ ପଡ଼ିଛନ୍ତି। ଆମେ ଜାଣିପାରୁଛୁ ଅଛନ୍ତି, କିନ୍ତୁ ଆମକୁ ପ୍ରଭୁ କେତେ ଆଶୀର୍ବାଦ ସୁସ୍ଥ ରଖୁଛନ୍ତି। ଆମେ ଏତିକି ଧନ୍ୟବାଦ ଦେବା, ଆଉ ଦରକାର ନାହିଁ। ଏ ଜଗତ କିଛି ନୁହଁ, ସତ କଥା। ବଞ୍ଚିଛୁ ବଡ଼ କଥା। କାଲି ସକାଳେ ଆମେ ଦେଖିଛୁ, ଏତିକି ବଡ଼ କଥା। ଆଜି ରାତିରେ ଶୋଇଛୁ, ସକାଳେ ଦେଖିବା ପାଇଁ କେହି ଜାଣିନୁ। କାରଣ ତେଣୁ ପ୍ରତ୍ୟେକ ଦିନ ହେଉଛି ଆମ ଜନ୍ମଦିନ, ସତ କଥା।
ତେଣୁ ଆମେ କ'ଣ କରିବା ନା ମୃତ୍ୟୁକୁ ଭୟ କରିବାନି, କାରଣ ମୃତ୍ୟୁ ଧୀରେ ଧୀରେ ଆସିବ, ମୃତ୍ୟୁ ଟିକେ ଅଟକେଇ ପାରିବନି। ତେଣୁ ଆମେ এই ଜନ୍ମଦିନରେ କ'ଣ କରିବା ନା ଆମେ ପ୍ରଭୁ ଧନ୍ୟବାଦ ଦେବା, ପ୍ରଭୁ ମୋତେ ଏବେ ଜୀବିତ ରଖିଛ, ବଞ୍ଚେଇଛ ଏବଂ ସୁଯୋଗ ଦେଇଛ ପାଳନ କରିବା ପାଇଁ। ସତ କଥା, କାରଣ ଜନ୍ମଦିନ ହେଉଛି ଗୋଟେ ଆଶୀର୍ବାଦ ଦିନ। ସତ କଥା, କେତେ ପିଲାମାନେ ଜନ୍ମ ହଉ ହଉ ମରିଯାଉଛନ୍ତି, କେତେ ପିଲାମାନେ ଜନ୍ମ ହେଲା ମାନେ ଅଧା ଯେଉଁ କହନ୍ତିନି ଯେଉଁ 7 ମାସ ଜନ୍ମ ହେଉଛନ୍ତି ପିଲାମାନେ ବିକଳାଙ୍ଗ ହେଉଛନ୍ତି, ସେମିତି ହେଉଛନ୍ତି, କାହାର ଦେଖାଯାଉନି, କାହାର ଗୋଡ଼ ଏମିତିକା, କାହାର ଢୁକିକା। ପ୍ରଭୁ ଆମକୁ ଏମିତି କରିନାହାନ୍ତି। ସତ କଥା, ସୁସ୍ଥ ରଖିଛନ୍ତି, ଶରୀର ପୁଣି ରୋଗ ଦେଇନାହାନ୍ତି। ସତ ସବୁ କରିପାରୁଛୁ, ଚିନ୍ତା କରନ୍ତୁ, ଚାଲିପାରୁଛୁ, ଦେଖିପାରୁଛୁ, ସବୁ କରିପାରୁଛୁ, ଅଙ୍ଗରେ ଆମର କିଛି ପ୍ରୋବ୍ଲେମ୍ ନାହିଁ। ତା ଆମେ ପ୍ରଭୁଙ୍କ ଆଶୀର୍ବାଦ। ସତ କଥା, ତେଣୁ ଦିଦିଙ୍କୁ ମଧ୍ୟ ପ୍ରଭୁ ଆଶୀର୍ବାଦ କରିଛନ୍ତି, ତାଙ୍କୁ ମୁଁ ସୁସ୍ଥ ରଖିଛନ୍ତି, ତାଙ୍କ ଦେହରେ ମଧ୍ୟ କୌଣସି ପ୍ରକାର ସବୁ ରୋଗ ଦେଇନାହାନ୍ତି କି ଅସୁସ୍ଥ ଦେଇନାହାନ୍ତି, ନିରୋଗ ରଖିଛନ୍ତି। ସବୁଦିନ ସେ ମଧ୍ୟ ସୁସ୍ଥବଳ ଅଛନ୍ତି, ସବୁଦିନ ମଧ୍ୟ ସେ ତାଙ୍କ କାର୍ଯ୍ୟରେ ବ୍ୟସ୍ତ ରହୁଛନ୍ତି। ଜୟକୁ ସବୁଦିନ ସ୍କୁଲ ନେବା ଆସିବାରେ, ଖେଳ ଜିନିଷ ଆଣିବାରେ ଆମେ ସେ ଭାରି କାମ କରୁଛୁ। ତଥାପି ସେ ଏକଲା ରହିକି ମଧ୍ୟ ଘରେ ଗାଡ଼ି ନେଇକି ଏକଲା ଲେଡ଼ିଜ୍କୁ କହିଲେ ମଜା କଥା ନୁହେଁ। ସତ କଥା, ତେଣୁ ସେ ପ୍ରଭୁ ତାଙ୍କୁ ବଳ ଦେଇଛନ୍ତି। ସତ କଥା, ତେଣୁ ପ୍ରଭୁ ଧନ୍ୟବାଦ ଦେବା ଏବଂ ମଧ୍ୟ ଦିଦିକୁ ମଧ୍ୟ ଆଶୀର୍ବାଦ କରିଛନ୍ତି। ଆହୁରି ଆଶୀର୍ବାଦ କରନ୍ତୁ, ଯେପରି ପ୍ରତିବର୍ଷ ଏ ଜନ୍ମଦିନ ଯେପରି ପାଳନ କରିବେ ଏବଂ ପ୍ରଭୁଙ୍କ ଆଶୀର୍ବାଦ ଅସହି କରିବେ। ଧନ୍ୟବାଦ। ପ୍ରାର୍ଥନା କର, ତାପରେ ମା ପ୍ରାର୍ଥନା କରିବେ, ମୁଁ ଟିକେ କରିବି, ତାପରେ ଟିକେ କରିବ, ତାପରେ ପ୍ରଭୁଙ୍କୁ ପ୍ରାର୍ଥନା କରିବ। ଭାଇ ପଦ ପଡ଼ିବାନି? ହଁ, ଏଇଟା ପ୍ରାର୍ଥନା କଲା ପରେ ପଡ଼ିବନି। ନାଇଁ ଅଭି ପଢ଼, ପଦ ପଢ଼। ଆମେ ଦେଇଛୁ କି ଗୋଟେ ଗୋଟେ ଦେ, ସମସ୍ତଙ୍କୁ ଗୋଟେ ଗୋଟେ। ତୁମମାନଙ୍କର ପାପ ସବୁ, ମାମା ଦେ ସେଇଟା ଦେ, ଦଉନୁ ଗୋଟେ ଦେଖିଛି। ତୁମମାନଙ୍କର ପାପ ସବୁ ସିନ୍ଦୁର ବର୍ଣ୍ଣ ପରି ହେଲେ ହେଁ ହିମ ପରି ଶୁକ୍ଳ ବର୍ଣ୍ଣ ହେବ, ସେସବୁ ଲୋହିତ ବର୍ଣ୍ଣ ପରି ରଙ୍ଗ ହେଲେ ହେଁ ମେଷଲୋମ ପରି ହେବ। ଇଶାୟା 1:18। ଦେଖ, ଆମେ ତୁମର ସହାୟ ଅଟୁ, ତୁମେ ଯେଉଁ ସ୍ଥାନକୁ ଯିବୁ ସେହି ସ୍ଥାନରେ ଆମେ ତୁମକୁ ରକ୍ଷା କରିବା। ଆଦି ପୁସ୍ତକ 28:15। ଶ୍ରଦ୍ଧା ପ୍ରଭୁ ସ୍ନେହଶୀଳ ଓ କୃପାମୟ, କ୍ରୋଧରେ ଧୀର ଓ ଅତ୍ୟନ୍ତ ଦୟାଳୁ, ଗୀତ ସଂହିତା 103 ପଦ 8 ପଦ। ସେ ଆମ୍ଭ ନିକଟରେ ପ୍ରାର୍ଥନା କଲେ ଆମେ ତାହାକୁ ଉତ୍ତର ଦେବା। ବିଶ୍ୱପ୍ରକାରୀ ପ୍ରକାର ଯାହା କିଛି ମାଗିବ ସେହି ସବୁ ପାଇବ। ମାତ୍ର 21। ଆମ୍ଭେ ଯେପରି ମଶା ସଙ୍ଗରେ ଥିଲୁ, ସେପରି ଆମ୍ଭେ ତୁମ୍ଭ ସଙ୍ଗରେ ଥିବା। ଝିଅ ସିଓ 1 ପର୍ବର 5 ପଦ। ପ୍ରାର୍ଥନା କରିବା। ମଙ୍ଗଳମୟ ସହ ଧନ୍ୟବାଦ କରୁଛୁ, ପ୍ରଶଂସା କରୁଛୁ ପ୍ରଭୁ, ସୁନ୍ଦର ସୁଯୋଗ, ସୁନ୍ଦର ସମୟ ପାଇଁ ଧନ୍ୟବାଦ ଦେଉଛୁ ପ୍ରଭୁ। ଭାବିନଥିଲୁ, ଚିନ୍ତା କରୁନଥିଲୁ, ଅନୁଗ୍ରହ କଲ ପ୍ରଭୁ ଜନ୍ମଦିନ ପ୍ରଭୁ ପାଳନ କରିବା ପାଇଁ। ତା'ର ଜନ୍ମଦିନ ଅବସରରେ ପ୍ରଭୁ ପରିବାରକୁ ଆମକୁ ପ୍ରଭୁ ଏକାଠି କରାଇଲ ପ୍ରଭୁ ପ୍ରାର୍ଥନା କରିବା ପାଇଁ। ତା'ର ଜନ୍ମଦିନ ଅବସରରେ ଏକାଠି ହୋଇ ପ୍ରଭୁ ଆମକୁ ଧନ୍ୟବାଦ ଦେବା ପାଇଁ ତୁମେ ଅନୁଗ୍ରହ କଲ, ସେଥିପାଇଁ ଧନ୍ୟବାଦ କରୁଛୁ। ମୋ ପ୍ରଭୁ, ଆମେ ଦୁର୍ବଳ, ଆମେ ପାପୀ ମନୁଷ୍ୟ, ତଥାପି ପ୍ରଭୁ ତୁମେ ଆମକୁ ଆଶୀର୍ବାଦ କରିଛ, ଯେମିତି ମୋତେ ନାମ ସ୍ଥାନ ଦେଇଛ ପ୍ରଭୁ। ଏସବୁ କିଛି ନୁହେଁ ପ୍ରଭୁ, କେବଳ ତୁମର ଅନୁଗ୍ରହ, ତୁମର ଦୟା ହେତୁ ପ୍ରଭୁ ଆମେ ଆଜି ବଞ୍ଚିଛୁ। ଧନ୍ୟବାଦ ଦେଉଛୁ ପ୍ରଭୁ, ତୁମେ ଆଶୀର୍ବାଦ କରିଛ ପ୍ରଭୁ। 34 ବର୍ଷ ତୁମକୁ ସୁଯୋଗ ଦେଇଛ ଜୀବନରେ ପ୍ରଭୁ। ଅନେକ ଉତ୍ଥାନ ପତନ, ଅନେକ ଅଭାବ ପରିସ୍ଥିତି ପ୍ରଭୁ, ଅନେକ ସମସ୍ୟାର ସମ୍ମୁଖୀନ ପ୍ରଭୁ, ଅନେକ ପ୍ରକାର ପ୍ରଭୁ ପରିସ୍ଥିତି ଦେଇଯିବାକୁ ପଡ଼ୁଛି ପ୍ରଭୁ। ଅନେକ ଚ୍ୟାଲେଞ୍ଜ ସାମ୍ନା ହେବାକୁ ପଡ଼ୁଛି, ଅନେକ ରୋଗ ବ୍ୟାଧି, ସେ ସବୁ ପ୍ରଭୁ ବଞ୍ଚେଇ ପ୍ରଭୁ ତୁମେ ଆଜି ନୂଆ ଦିନ ଦେଖେଇଲ, ସେଥିପାଇଁ ଧନ୍ୟବାଦ କରୁଛୁ ପ୍ରଭୁ। ଏ ପର୍ଯ୍ୟନ୍ତ ତୁମେ ବଞ୍ଚିବା ପାଇଁ ଦେଇଛ,
সেটা ধন্যবাদ করছো প্রভু। সে মধ্যে প্রভু ঘরের অনেক କାର୍ଯ୍ୟ করে, ସମସ୍ତ କାର୍ଯ୍ୟ করে, ଘରର ମଧ୍ୟ ଯତ୍ନ ନିଏ, ନେବା ଆଣିବା ସବୁଥିରେ ପ୍ରଭୁ ଦାୟିତ୍ୱ ନିଏ, ସେଠି ଧନ୍ୟବାଦ କରୁଛୁ ପ୍ରଭୁ। ପ୍ରାର୍ଥନା କରୁଛୁ ପ୍ରଭୁ ତା ଜୀବନ ମଧ୍ୟ ପ୍ରଭୁ ତୁମେ ଆଶୀର୍ବାଦ କର। ଯେତିକି ଦିନ ବଞ୍ଚ ପ୍ରଭୁ ତୁମ ସେବା ନିମନ୍ତେ ତୁମ ନିମନ୍ତେ ବଞ୍ଚିବେ ତୁମ ଅନୁଗ୍ରହ କର। ଆହୁରି ବିଶ୍ୱସ୍ତ ହୋଇ ସାକ୍ଷ୍ୟ ନେବା ପାଇଁ ତୁମ ଅନୁଗ୍ରହ କର। ଯେତେବେଳେ ପ୍ରଭୁ ସେ ଗାଡ଼ି ଚଲେଇ ଯାଏ ପ୍ରଭୁ ପୁଅ ଯାଆନ୍ତି ସ୍କୁଲକୁ ହଉ ଖେଳ ପଡ଼ିଆକୁ, ପ୍ରତିଟି ମୋମେଣ୍ଟରେ ପ୍ରଭୁ ତୁମେ ରୋଷେଇ କରିବ, ପ୍ରତିଟି କ୍ଷେତ୍ରରେ ତୁମେ ଅନୁଗ୍ରହ କର ପ୍ରଭୁ। ତୁମେ ସହାୟ ତୁମର ଦୂତମାନ ସବୁବେଳେ ତୁମେ ଅପେକ୍ଷା କର ପ୍ରଭୁ। ସମସ୍ତ ଶତ୍ରୁ ସହିତ ମନ୍ଦ ଶକ୍ତି ମନ୍ଦ ଲୋକଙ୍କ ପ୍ରଭୁ ଦୂରେ ମୁଁ ପରମେଶ୍ୱର ବିଶେଷ ପ୍ରାର୍ଥନା କରୁଛି ପ୍ରଭୁ। ମୁଁ ମୋ ଦେବୀ ପ୍ରଭୁ ସେମାନେ ଯେ ମାଫ ରୁହନ୍ତି ପ୍ରଭୁ, ତୁମେ ତାଙ୍କ ସହିତ ରୁହ। ସମସ୍ତ ପ୍ରକାର ପ୍ରଭାବ ଅନାଟନ ପ୍ରଭୁ ତୁମେ କର ସୁରକ୍ଷା ପ୍ରାର୍ଥନା କରୁଛି ପ୍ରଭୁ। ଯେତେବେଳେ ପ୍ରଭୁ ତୁମେ ତାକୁ ଦିନ ଦିନ ଦେଖେଇଛ ଆହୁରି ପ୍ରଭୁ ତୁମରି ନିମନ୍ତେ ତୁମର ଉଦ୍ଦେଶ୍ୟ ନିମନ୍ତେ ବଞ୍ଚିବା ପାଇଁ ସମସ୍ତଙ୍କର ଆଦରଣୀୟ ଏବଂ ପ୍ରିୟ ପାତ୍ରୀ ବଞ୍ଚିବା ପାଇଁ ତୁମେ ଭଲ ଆଦର୍ଶବାନ ହେଇ ବଞ୍ଚିବା ପାଇଁ ତୁମେ ଦେବ। ତୁମର ପରମେଶ୍ୱର ଯେହେତୁ ଧନ୍ୟବାଦ ଦେଉଛୁ, ତୁମେ ଏକତ୍ର କରେଇଲ, ଧନ୍ୟବାଦ ତା ଜୀବନକୁ ପ୍ରଭୁ ତୁମେ ଯେଉଁ ଦାୟିତ୍ୱ ଦେଇଛ ଏ ପରିବାର ପ୍ରଭୁ ଆହୁରି ପ୍ରଭୁ ଉତ୍ତମ ରୂପେ ପରିଚୟ କରିବାକୁ ତୁମେ ଆଶୀର୍ବାଦ ଧନ୍ୟବାଦ ଦୀର୍ଘ ଜୀବନ ଚାହିଁ ତୁମର ଆଶୀର୍ବାଦ ତୁମର ଅନୁଗ୍ରହ ଚାହିଁ ପ୍ରାର୍ଥନା ଯୀଶୁଙ୍କ ନାମ ଡାକି ଆମେନ୍। ତାପରେ ଆମେ ଆଶୀର୍ବାଦ କର ଏବଂ ବସ୍ତା ପ୍ରତ୍ୟେକ ଜଣଙ୍କୁ ଆଶୀର୍ବାଦ ଅନୁଭବରେ ପରିପୂର୍ଣ୍ଣ କରି ବିଶେଷ ଆଜି ମୋ ଦିଦିକୁ ଜନ୍ମଦିନ ବିଶେଷ କରି ଆଶୀର୍ବାଦ କର। ଏ ବର୍ଷ ତାଙ୍କର ଆଶୀର୍ବାଦ ବର୍ଷ ହେବ, ଅନୁଗ୍ରହ ବର୍ଷ ହେବ, ତାଙ୍କ କାର୍ଯ୍ୟ ତୁମେ ଆଶୀର୍ବାଦ କର। ପ୍ରତ୍ୟେକ କ୍ଷେତ୍ରରେ ତାଙ୍କୁ ଆଶୀର୍ବାଦ କରିଛ, ସୁସ୍ଥ ରଖିଛ ଏବଂ ସେ ମଧ୍ୟ ଯେତେବେଳେ ଆମେ ସେ ଘରେ କାର୍ଯ୍ୟ କରି ସେମାନେ ଘରେ କେତେବେଳେ ରହନ୍ତି ଜୟ କରିକି ରହନ୍ତି, ସେ ମଧ୍ୟ ଟ୍ୟୁସନ୍ ନେବା ଆଣିବାରେ ଖେଳ ପଡ଼ିଆ ଯିବା ଆସିବାରେ ମାର୍କେଟିଂ ପ୍ରତ୍ୟେକ କାର୍ଯ୍ୟରେ ତାଙ୍କୁ ସୁରକ୍ଷା ପ୍ରଦାନ କରିଛ। ସେ ଗାଡ଼ି ନେଇକି ଯାଆନ୍ତି, ତାକୁ ସୁରକ୍ଷା ପ୍ରଦାନ କରିଛ, କାରଣ ସେ ତୁମ ଉପରେ ନିର୍ଭର କରନ୍ତି ଏବଂ ସେ ମଧ୍ୟ ତୁମକୁ ପ୍ରାର୍ଥନା ମଧ୍ୟ କରନ୍ତି। ତାଙ୍କୁ ସୁସ୍ଥ ରଖିଛ ଏବଂ ତାଙ୍କ ସହବର୍ତ୍ତୀ ପରମେଶ୍ୱର ହେବ ସେବା ତାଙ୍କ ପ୍ରତ୍ୟେକ କ୍ଷେତ୍ରରେ ତାଙ୍କୁ ଆଶୀର୍ବାଦ କର, ଅନୁଗ୍ରହ ଆଶୀର୍ବାଦ ପରିପୂର୍ଣ୍ଣ କର ସେବା ଏବଂ ସେବା ତାଙ୍କ ସହବର୍ତ୍ତୀ ପରମେଶ୍ୱର ସେବା ଏବଂ ସେବା କହୁଛି ଜୟକୁ ମଧ୍ୟ ଆଶୀର୍ବାଦ କର। ତାକୁ ମଧ୍ୟ ଆମେ ପାଠ ପଢ଼ିବା ପାଇଁ ଦିଦି ବଡ଼ ଦାନରେ ପରିପୂର୍ଣ୍ଣ କର। ସେ ମଧ୍ୟ ଖେଳ ପଡ଼ିଆ ଖେଳିବାକୁ ଯାଏ, କିନ୍ତୁ ସେ ମଧ୍ୟ ଭଲ ଖେଳିବ, ତାକୁ ଆହୁରି ଆଗକୁ ମଧ୍ୟ ଯେପରି ଆଶୀର୍ବାଦରେ ପରିପୂର୍ଣ୍ଣ କର। ପ୍ରତ୍ୟେକ କାର୍ଯ୍ୟରେ ଆଶୀର୍ବାଦ କର, ମାଆଙ୍କୁ ଦୟା କର, ତାଙ୍କ ସହବର୍ତ୍ତୀ ପରମେଶ୍ୱର ସେ ମଧ୍ୟ ତାଙ୍କ ସକାଳେ ଖଣ୍ଡିତ ହୋଇଥିବ ଯାତ୍ରା ପଥରେ ସହି କରିବ ଏବଂ ବାପାଙ୍କୁ ମଧ୍ୟ ମଧ୍ୟ ପାଳନ କରୁ। ଆପଣଙ୍କୁ ମଧ୍ୟ ଆଶୀର୍ବାଦ କରିଛ, ତାଙ୍କୁ ମଧ୍ୟ ବାର୍ଷିକ ମଧ୍ୟ ପୂରଣ କରିଛ, ଆହୁରି ତାଙ୍କୁ ଦୀର୍ଘାୟୁ ଦିଅ, ଆଶୀର୍ବାଦ କର। ସବୁ ପରମେଶ୍ୱର ହେବ ଏତିକି ଦୟା କର। ନିକୁ ବିଦ୍ୟା ଯାହା ଗ୍ରହଣ ତା କାର୍ଯ୍ୟ ତୁମେ ସହି କରିବ, ପ୍ରତ୍ୟେକ ନିକୁକୁ ମଧ୍ୟ ତା କାର୍ଯ୍ୟ କ୍ଷେତ୍ରରେ ଯିବା ଆସିବା ସହି କରିବ, ବିଦ୍ୟା ବିଷୟ ସହି କରିବ ଏବଂ ମୋ ଝିଅକୁ ମଧ୍ୟ ଆଶୀର୍ବାଦ ପାଠ ପଢ଼ି ପରିପୂର୍ଣ୍ଣ କର। ସେବା ମନୁଷ୍ୟ ତାଙ୍କୁ ମଧ୍ୟ ବାହାରେ କାର୍ଯ୍ୟ କରିବାକୁ ଯାଆନ୍ତି, ତାଙ୍କ ସହବର୍ତ୍ତୀ ପରମେଶ୍ୱର ହିସାବ ମାଆଙ୍କୁ ମଧ୍ୟ ସୁସ୍ଥ ଚଲାବୁଲା ତାଙ୍କର ବଡ଼ ଶକ୍ତି ପ୍ରଦାନ କର। ତାଙ୍କର କଥା ପହଞ୍ଚେଇକି ସୁସ୍ଥ ଦିଅ, ଭାଇରଙ୍କର ଡାଇବେଟିସ୍ ଖବର ରଖିବା ସେବା ମୋତେ ମଧ୍ୟ ଆଜି ପର୍ଯ୍ୟନ୍ତ ଡାଇବେଟିସ୍ ମଧ୍ୟ ଅଛି, তুমি ସୁସ୍ଥ ରଖିଛ, ଧନ୍ୟବାଦ ଦେଉଛି ସେବା ଏବଂ ସେବା ମୁଁ ଜନ୍ମ 21 ତାରିଖ ମୋତେ ମଧ୍ୟ ତୁମେ ଅନୁଗ୍ରହ ପ୍ରଦାନ କରିଛ, ଧନ୍ୟବାଦ ଦେଉଛି ସେବା ଏବଂ ଶିଶୁ ମାତୃ ସେବା ତୁମେ ପରିବାରକୁ ଆଶୀର୍ବାଦ କର, ଦିଦିଙ୍କୁ ଦୟା କର, ଦିଦିଙ୍କୁ ମଧ୍ୟ ଜନ୍ମଦିନ ତାକୁ ଆହୁରି ଆଶୀର୍ବାଦ କର, ଦୀର୍ଘାୟୁ ଦିଅ ଏବଂ ସୁସ୍ଥରେ ତାଙ୍କୁ ମଧ୍ୟ ଆଶୀର୍ବାଦରେ କରିକି ତାଙ୍କୁ ମଧ୍ୟ ସୁସ୍ଥ ସବଳ ଆଗକୁ ମଧ୍ୟ ରଖିବ ଏବଂ ଆଗାମୀ ମଧ୍ୟ ଯେତେବେଳେ ସେ କୌଣସି କାର୍ଯ୍ୟ କରିବାକୁ ଯିବେ ଆଗାମୀ ଦିନମାନଙ୍କରେ ତାଙ୍କୁ ମଧ୍ୟ ସୁରକ୍ଷା ପ୍ରଦାନ କରିବ, ସୁସ୍ଥ ରଖିବ, ଅନୁଗ୍ରହ ଆଶୀର୍ବାଦରେ ପରିପୂର୍ଣ୍ଣ କର, ତାଙ୍କ ମଧ୍ୟ ସେ ଆବଶ୍ୟକ ଅଭାବ ମଧ୍ୟ ଦୂର କର। ସେବା କହୁଛି ଯେଉଁମାନେ ସୁସ୍ଥ ଅଛନ୍ତି କ୍ୟାନ୍ସର ରୋଗରେ କି ହାର୍ଟ ରୋଗରେ କିଡ଼ନୀ ରୋଗ ଲିଭର ରୋଗ ଯେଉଁମାନେ ସୁସ୍ଥ, ଯେଉଁମାନେ ଆଇସିୟୁରେ ଅଛନ୍ତି, ଯେଉଁମାନେ ଭେଣ୍ଟିଲେଟର ଅଛନ୍ତି ଏବଂ ଯେଉଁମାନେ ଆଜି ଅପରେସନ୍ ହେଇଛି ସମସ୍ତଙ୍କୁ ସୁସ୍ଥତା ଦିଅ। ସେବା ପ୍ରତ୍ୟେକ ପାଳକ ପଚାର ମାନଙ୍କୁ ପରିବାରକୁ ଦୟା କର, ଆଶୀର୍ବାଦ କର, ହିସାବରେ ତାଙ୍କ ପରିବାରକୁ ଦୟା କର। ସେ ମଧ୍ୟ ପାଳକ ଦାୟିତ୍ୱ ଅଛନ୍ତି ଖଣ୍ଡିତରେ ପ୍ରତ୍ୟେକ ଆଶୀର୍ବାଦ ତାଙ୍କର ସ୍ତ୍ରୀ ମଧ୍ୟ ଯାହାକି ସମସ୍ୟା ଦୂର କର, ବୁଝିପାରିବେ, ସମାଧାନ ହିସାବରେ ସାହାଯ୍ୟ କର। ସେବା ଆମେ ସମସ୍ତଙ୍କୁ ଆଶୀର୍ବାଦ କର ଏବଂ ପିଲାଙ୍କୁ ତାଙ୍କ ପରିବାର, ତାଙ୍କ ସ୍ତ୍ରୀ, ତାଙ୍କ ପିତାମାତା, ତାଙ୍କ ଭାଇ, ତାଙ୍କ ପ୍ରତ୍ୟେକ ପରିବାରକୁ ଆଶୀର୍ବାଦ କରି ଆଶୀର୍ବାଦ
ବିଷୟବା ଧନ୍ୟବାଦ ଦେଉଛି ପ୍ରକାଶ ସ୍ୱରରେ ପ୍ରତ୍ୟେକ ଖ୍ରୀଷ୍ଟ ଗ୍ରାମ ପ୍ରତ୍ୟେକ ପରିବାରକୁ ଦୟା କର। ଯେଉଁ ଅସୁସ୍ଥ ଅଛନ୍ତି ସୁସ୍ଥତା ଦିଅ ଏବଂ ଖଣ୍ଡିତରେ ମଧ୍ୟ ଯାହାକୁ ପାଇଲ୍ସ କ୍ୟାନ୍ସର ହେଇଛି ତାକୁ ସୁସ୍ଥତା ଦିଅ। ପୁରୁଷ ମଧ୍ୟ ବଗେଇ ଭାଇଙ୍କୁ ତାଙ୍କର ଲଙ୍ଗସରେ କ'ଣ ପ୍ରବଳ ହେଇଛି ସୁସ୍ଥତା ଦିଅ। ଆଉ ଯେଉଁ ଅସୁସ୍ଥ ଅଛନ୍ତି ସୁସ୍ଥତା ଦିଅ। ବିଭିନ୍ନ ଜାଗାରେ ଯେଉଁ ଅସୁସ୍ଥ ସୁସ୍ଥ ରହିଛି ବିଷୟବା ଧନ୍ୟବାଦ ଦେଉଛି। ଆମ ଧୀରେନ୍ଦ୍ରନାଥ ମଧ୍ୟ ସୁସ୍ଥ ରଖିଛ ବ୍ଲଡ଼ କ୍ୟାନ୍ସର ହେଇଥିଲା ଧନ୍ୟବାଦ ଦେଉଛି ବିଷୟବା। ଏବଂ ବିଷୟବା ଆମ ସମସ୍ତଙ୍କୁ ସକାଳ ପର୍ଯ୍ୟନ୍ତ ସହିତ ରୁହ ଏବଂ ବିଷୟବା ଆମର ଦିଦିଙ୍କୁ ମଧ୍ୟ ଆଶୀର୍ବାଦ କର। ସବୁ ପରମେଶ୍ୱର ରୁହ ଯେତେବେଳେ ମଧ୍ୟ ପ୍ରତିବର୍ଷ ଜନ୍ମଦିନ ପାଳନ କରିବେ ଆନନ୍ଦ କରିପାରିବେ ଠିକ୍ ଆଶୀର୍ବାଦ କର। ପ୍ରାର୍ଥନା ଜୀବନ କ୍ଷମା କର ପ୍ରାର୍ଥନା ଶୁଣିଲ ଧନ୍ୟବାଦ ଦେଇ ବିଷ୍ଣୁ ଦେଉଛି। आमेन। ମୋର ସ୍ୱର୍ଗସ୍ଥ ପିତା ତୁମର ପବିତ୍ର ବୋଲି ମୁଁ ମାନେ ତୁମ ରାଜ୍ୟ ଆସୁ ଯେବେ ସ୍ୱର୍ଗରେ ସେବେ ପୃଥିବୀରେ ତୁମ ଇଚ୍ଛା ସଫଳ ହେବ। ଆଜି ଆମମାନଙ୍କର ପ୍ରয়োଜନୀୟ ଆହାର ଦିଅ। ଆମେ ନିଜ ନିଜ ଅପରାଧ କ୍ଷମା କରିଅଛୁ ସେହିପରି ଆମମାନଙ୍କର ଅପରାଧ କ୍ଷମା କର। ପରୀକ୍ଷାରେ ନ ଆଣ ମାତ୍ର ମନ୍ଦ ରକ୍ଷା କର। ମୋର ରାଜ୍ୟତ୍ୱ ପରାକ୍ରମ ଗୌରବ ସଦାସର୍ବଦା ତୁମ୍ଭର ହେଉ। ଆମେନ୍। ଯୀଶୁଙ୍କ ରକ୍ତରେ ଜୟ ହେଉ। ଯୀଶୁଙ୍କ ରକ୍ତରେ ଜୟ ହେଉ। ଯୀଶୁଙ୍କ ରକ୍ତରେ ଜୟ ହେଉ। ଆମେନ୍। କେକ୍ଟା ନେଇକି କାଟିବା। ମୁଁ ବସି ପାରିବିନି ଠିଆ ହେଇଛା ଠିଆ ମାର ଦେ ये चकला आड़े तांको दिया ଏଇ ଚକଲା ଅଛି ସବୁ ଲଗେଇ ଦେଇଛି ଦେଖ ଦେଖ ଦେଖ। आटी उतर चलिया ହ୍ୟାଲୋ ରେଡ଼ ସ୍ପେଲିଂ ଠିକ୍ ଅଛି ନା? ହଁ ମା ଠିକ୍ ଅଛି। ଆଗେ ଭାବିଲୁ ବାଇ ଲେଖିବୁ ଆଉ Happy birthday to your Lily. Happy birthday to you. May God bless to you. May God bless to you. May God bless to you, Lily. Happy birthday to you. Sorry नी केक काटी देला ଝିଅ ତୁ ଟିକେ ଖୁଆ ଜୟ ତୁ ବି ଟିକେ ଖୁଆ ତୁମେ ଟିକେ ଖୁଆ ଖୁଇ କର। रुआ से तू होना लो छोड़ छोड़ रा अंकल को रह ए तो मोई एकोटा रख ना 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 आई छी आंटी का Mi amor, se mío. Mi amor, mi amor. दे रुले दुखा सेटा रहो मुखे तू सब मुखे नहीं नहीं बस का दो खाएगा कौन है खा दे ताको पड़े दे से दे खोइले अरे हल्ला लगा आगे ना चुंदे या तू उठा फोटो उठेले फोटो उठेले से बापू बोलते जब से हो ना जब बाहर फोटो ଦି ଜଣ ଚାଖ ଖାଇଛ ଖାଇଯାଉଛି ଖାଇଯା ଖାଇଯା ठीक ला